এই বৈঠক হয়েছিল রাজনৈতিক দলর মানে ଥିଲେ ତମେ ବୁଝ ଆଉ କ'ଣ ଆଲୋଚନା କରାଗଲା ଦେଖନ୍ତୁ ବର୍ତ୍ତମାନ ଦୁଇଟି ପର୍ଯ୍ୟାୟରେ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ ଆମ ଦେଶରେ ସରିସାରିଛି ଏବଂ ତୃତୀୟ ପର୍ଯ୍ୟାୟରେ ବଳକା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆର୍ ପ୍ରକ୍ରିୟାଟା ଆରମ୍ଭ କରିବା ପାଇଁ ଇଲେକ୍ସନ କମିଶନ ନିଷ୍ପତ୍ତି ନେଇଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ ଆଜି ଆପଣମାନେ ଜାଣନ୍ତି ଯେ ଆମର 1 ଜୁଲାଇରୁ 1 ଜୁଲାଇ ହେଉଛି କଟ୍ ଅଫ୍ ଡେଟ୍ ଏବଂ ସେ ଡେଟ୍ରୁ ଆମର ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ ଆମ ରାଜ୍ୟରେ ଆରମ୍ଭ ହେବ ଏବଂ ସେହି ପରିପ୍ରେକ୍ଷୀରେ ଆଜି ଆମେ ସମସ୍ତ ରେଜିଷ୍ଟର୍ଡ ପଲିଟିକାଲ ପାର୍ଟିଜ୍ର ପ୍ରେସିଡେଣ୍ଟ ସେକ୍ରେଟାରିଜ୍ ଏବଂ ତାଙ୍କର ବରିଷ୍ଠ ନେତୃବୃନ୍ଦଙ୍କୁ ଆମେ ଡାକିଥିଲୁ ତାଙ୍କ ସହିତ ଏସ୍ଆଇଆର୍ ପ୍ରକ୍ରିୟାରେ ସେମାନଙ୍କର କିଭଳି ଭାବରେ ଭୂମିକା ରହିବ ଏବଂ ତାଙ୍କର ଆମେ କ'ଣ ସହଯୋଗ ଚାହୁଁଛୁ ସେ ସମ୍ପର୍କରେ ଆଜି ବିସ୍ତୃତ ଆଲୋଚନା ହେଲା ଏବଂ ଆମେ ତାଙ୍କ ସହିତ ସିଡ୍ୟୁଲଟା ବି ଆମେ ଆଲୋଚନା କଲୁ ଯେ ଆମେ 1 ଜୁଲାଇ 2026 ହେଉଛି କଟ୍ ଅଫ୍ ଡେଟ୍ ଏବଂ ସେଇ 1 ଜୁଲାଇ ସୁଦ୍ଧା ଯେଉଁମାନେ 18 ବର୍ଷ ହେଇଥିବେ ସେମାନଙ୍କର ନାଁକୁ ଯୋଗଦାନ କରାଯିବ ଇଲେକ୍ଟୋରାଲ୍ ରୋଲ୍ରେ ଏବଂ କିଭଳି ଭାବରେ ବିଏଲ୍ଓସ୍ ମାନଙ୍କ ଟ୍ରେନିଂ ଦିଆଯିବ କିଭଳି ଭାବରେ ସେମାନେ ଏନୁମେରେସନ୍ ଫର୍ମସ୍ ନେଇକରି ଘରକୁ ଘର ବୁଲିବେ ଏନୁମେରେସନ୍ ଫର୍ମସ୍ ଆଣିଲା ପରେ ଡ୍ରାଫ୍ଟ ପବ୍ଲିକେସନ୍ ହେବ ଡ୍ରାଫ୍ଟ ପବ୍ଲିକେସନ୍ ଆସିଲା ପରେ ପୁଣି କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ସ ହେବ ଏବଂ କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ସ ପରେ ଫାଇନାଲ୍ ତାକୁ ସେଇଟା ପୁଣି ସେ କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ସ ଗୁଡ଼ିକ ତାକୁ ଡିସ୍ପୋଜ୍ ଅଫ୍ କରିବେ ଇଆର୍ଓ ଏବଂ ଫାଇନାଲି 6 ସେପ୍ଟେମ୍ବରରେ ଫାଇନାଲ୍ ଇଲେକ୍ଟୋରାଲ୍ ରୋଲ୍ ପବ୍ଲିଶ ହେବ ତେଣୁ ଏହି ପରିପ୍ରେକ୍ଷୀରେ ଯେମିତି କୁହାଯାଏ ଯେ ୟୁ କ୍ୟାନଟ୍ ହ୍ୟାଭ୍ ଏ ରାମଲୀଲା ୱିଦାଉଟ୍ ରାମ ବିନା ରାମରେ ରାମଲୀଳା ହେଇପାରିବନି ସେଥିପାଇଁ ଗୋଟେ ଇଲେକ୍ଟୋରାଲ୍ ପ୍ରୋସେସ୍ରେ ଇଲେକ୍ଟୋରାଲ୍ ରୋଲ୍ ହେଉଛି ସବୁଠାରୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଡକ୍ୟୁମେଣ୍ଟ ଏବଂ ଇଲେକ୍ଟୋରାଲ୍ ରୋଲ୍ ଯେତେ ସାନିଟାଇଜ୍ ହେଇକି ରହିବ ଯେତେ ଡିପେଣ୍ଡେବୁଲ୍ ହେବ ଏବଂ এইভাবে ইলেক্ট্রাল রোলরে যেতবে ঠিক ভোটর্স মানে রহিথিবে ଯେଉଁମାନଙ୍କର ନାଁଟା ସ୍ଥାନିତ ହେଇଥିବ ସେମାନେ ରହିଥିବେ ସେ ଉଦ୍ଦେଶ୍ୟ ନେଇକି ଆଜି ଆମେ ସମସ୍ତ ପଲିଟିକାଲ ପାର୍ଟିଜ୍ ମାନଙ୍କ ସହିତ ଆଲୋଚନା କଲୁ ସେମାନଙ୍କର ବୁଥ୍ ଲେଭେଲ୍ ଏଜେଣ୍ଟସ୍ ମାନଙ୍କର ନାଁ ମଧ୍ୟ ଦେବା ପାଇଁ ଆମେ ସେମାନେ ଆଗରୁ ଦେଇଥିଲେ ବଟ୍ ଆମେ ଆଉଥରେ ମାଗିଛୁ ଯେ ଯଦି ସେମାନେ କିଛି ପରିବର୍ତ୍ତିତ ନାଁ ଦେବାକୁ ଚାହୁଁଛନ୍ତି ଫାଇନାଲ୍ ଲିଷ୍ଟରେ ସେମାନେ ଆଜି ଆଉଥରେ ଦେବେ ଆମେ ସେଟାକୁ ସିଓ ଅଫିସ୍ ସହିତ ସେୟାର କରିବୁ ତେଣୁ ସେଇ ଇଲେକ୍ଟୋରାଲ୍ ରୋଲ୍ଟି ଆହୁରି ନିର୍ଭୁଲ ଭାବରେ କିଭଳି ଭାବରେ ହେଇପାରିବ ସେ ଉଦ୍ଦେଶ୍ୟ ନେଇକି ଆଜି ତାଙ୍କ ସହିତ ଆଜି ଆଲୋଚନା କରାଯାଇଛି ନିର୍ଭୁଲରେ ବେସିକାଲି ଆମେ କୁହାଯାଉଛି ଯେ ଯେଉଁ ଭୋଟର୍ସ ମାନେ ମରି ହଜିଗଲେଣି ସେମାନଙ୍କ ନାଁକୁ ବାଦ୍ ଦିଆଯିବା ଦରକାର ଯେଉଁମାନେ ଏଲିଜିବୁଲ୍ ସେମାନେ ଯେଭଳି ଭାବରେ ମାନେ ଇନକ୍ଲୁଡ଼ ନ ହେଇଥିବା ନିହାତି ଭାବରେ ଇନକ୍ଲୁଡ଼ ହେଇଥିବା କଥା ଯେଉଁମାନେ ପରମାନେଣ୍ଟଲି ଏଠୁ ଛାଡ଼ି ଦେଇକି ପଳେଇଛନ୍ତି ଏଇ ଜାଗାରୁ ବା ସେ ମାନେ ଇଲେକ୍ଟୋରାଲ୍ ଏରିଆରୁ ତେଣୁ ତାଙ୍କ ନାଁ ମଧ୍ୟ ରହିବା କଥା ନୁହଁ ଏବଂ ଯେଉଁମାନେ ନନ୍ ସିଟିଜେନ୍ସ ଯେଉଁମାନେ ଭାରତର ନାଗରିକ ନୁହନ୍ତି ସେମାନଙ୍କ ନାଁ ମଧ୍ୟ ରହିବା କଥା ନୁହଁ ତେଣୁ ଏଇ ଉଦ୍ଦେଶ୍ୟ ନେଇକରି ଗୋଟେ ଡିପେଣ୍ଡେବୁଲ୍ ଇଲେକ୍ଟୋରାଲ୍ ରୋଲ୍ ଗୋଟେ ସାନିଟାଇଜ୍ଡ ଇଲେକ୍ଟୋରାଲ୍ ରୋଲ୍ ପ୍ରସ୍ତୁତି ପାଇଁ ଆଜି ସମସ୍ତ ରେଜିଷ୍ଟର୍ଡ ପଲିଟିକାଲ ପାର୍ଟିଜ୍ର ଲିଡର୍ସ ମାନଙ୍କ ସହିତ ଆଜି ଆଲୋଚନା କରାଯାଇଛି ଏବଂ ଆମେ ଆଶା କରୁଛୁ ଯେ ଆମେ ଆମ ଜିଲ୍ଲାରେ ଭଦ୍ରକ ଜିଲ୍ଲାରେ ନିଶ୍ଚିତ ଭାବରେ ଏକ ନିର୍ଭୁଲ ଇଲେକ୍ଟୋରାଲ୍ ରୋଲ୍ ପବ୍ଲିକେସନ୍ କରିପାରିବୁ ଦେଖନ୍ତୁ ସବୁବେଳେ ଜନତା ମାନେ ଯେଉଁମାନେ ଯେଉଁ ଲୋକମାନଙ୍କ ଉଦ୍ଦେଶ୍ୟ ନେଇ କରାଯାଉଛି ଯେଉଁ ଲୋକମାନେ ହେଉଛନ୍ତି ଆମର ଭୋଟର୍ସ ସେମାନଙ୍କ ପାଇଁ ଆମେ ମଧ୍ୟ ଫ୍ରମ୍ ଟାଇମ୍ ଟୁ ଟାଇମ୍ ତାଙ୍କୁ ଆମେ ସେନ୍ସିଟାଇଜ୍ କରିବୁ ଯେ ସେମାନଙ୍କୁ ଯେତେବେଳେ ଏନୁମେରେସନ୍ ଫର୍ମ ଦିଆଯିବ ସେମାନେ ଏନୁମେରେସନ୍ ଫର୍ମଟିକୁ ଠିକ୍ ଭାବରେ ଫିଲ୍ଅପ୍ କରିକିରି ସେମାନେ ତାକୁ ବିଏଲ୍ଓ ମାନଙ୍କୁ ପ୍ରଦାନ କରିବେ ଏବଂ ଯଦି ସେମାନେ ଇଲେକ୍ଟୋରାଲ୍ ରୋଲ୍ରେ ତାଙ୍କ ନାଁ ଥାଇପାରେ ବର୍ତ୍ତମାନ ଯେମିତି ଆମେ କହିଲୁ ଯେଉଁ ଇଲେକ୍ଟୋରାଲ୍ ରୋଲ୍ ଅଛି ଯେଉଁଟା ଆମ ପାଖରେ ଯଦି ସେଥିରେ ତାଙ୍କ ନାଁ ଅଛି କିନ୍ତୁ ସେମାନେ ଏନୁମେରେସନ୍ ଫର୍ମରେ ତାଙ୍କ ନାଁ ଫିଲ୍ଅପ୍ କରିକି ଦେଉନାହାନ୍ତି ଏବଂ 3 ଥର ଯଦି ବିଏଲ୍ଓ ତାଙ୍କ ଘରକୁ ଯାଇକି ଫେରି ଆସୁଛି ତେଣୁ ତା ନାଁ ମଧ୍ୟ କଟିବାର ସମ୍ଭାବନାକୁ ସେମାନେ ଦାଖଲ କରିବେ ଏବଂ ସେଥିପାଇଁ ପ୍ରତ୍ୟେକ ବୁଥ୍ରେ ମଧ୍ୟ ବୁଥ୍ ଲେଭେଲ୍ ଅଫିସର୍ସ ସରକାରଙ୍କ ତରଫରୁ ଦିଆଯାଇଛନ୍ତି ପଲିଟିକାଲ ପାର୍ଟିଜ୍ ତରଫରୁ ବୁଥ୍ ଲେଭେଲ୍ ଏଜେଣ୍ଟସ୍ ମଧ୍ୟ ଦିଆଯାଇଛନ୍ତି ଏବଂ ଅନେକ ଭଲେଣ୍ଟିୟର୍ସ ମଧ୍ୟ ଦିଆଯାଇଛନ୍ତି ଯେଉଁମାନେ କି ଏହି ପ୍ରକ୍ରିୟାରେ ଭୋଟର୍ସ ମାନଙ୍କୁ ସାହାଯ୍ୟ କରିବେ।